ଆଜିର ପ୍ରସଙ୍ଗ ଏକ ମନ୍ତ୍ର ଏକ ଶକ୍ତି ଏକ ସଂକଳ୍ପ ବନ୍ଦେ ମାତରମ୍। ଆଲେଖ୍ୟ ପୁଣ୍ୟ ବିନୟ ଦାସ, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ଜାତୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ପାଳନ ଅବସରରେ ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ ହୋଇଛି। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଷବ୍ୟାପୀ ଏହି ଅଭିଯାନକୁ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ବନ୍ଦେ ମାତରମ୍ ଏକ ମନ୍ତ୍ର, ଏକ ଶକ୍ତି, ଏକ ସ୍ୱପ୍ନ ଏବଂ ଏକ ସଂକଳ୍ପ। ଭାରତ ମାତା ପ୍ରତି ଏହା ହେଉଛି ଭକ୍ତି ଓ ଆରାଧନାର ଭାବାବେଗ। ଏହି ଗୀତଟି ଆମକୁ ଇତିହାସକୁ ମନେ ପକାଇ ଦେବା ସହ ଆତ୍ମବିଶ୍ୱାସ ଭରି ଦେଇଥାଏ। ଦେଶର ସ୍ୱାଧୀନତା ଆନ୍ଦୋଳନ ସମୟରେ ସମନ୍ୱୟର ତରଙ୍ଗ ଏବଂ ସଂଗ୍ରାମୀଙ୍କ ହୃଦୟକୁ ଏହି ଗୀତଟି ଅପୂରନ୍ତ ଶକ୍ତି ପ୍ରଦାନ କରିଥିଲା। ଆଜିର ଦିବସ ଭାରତ ଇତିହାସରେ ବେଶ୍ ତାତ୍ପର୍ଯ୍ୟ ବହନ କରୁଛି। ବନ୍ଦେ ମାତରମ୍ ଗୀତର ସାମୂହିକ ଗାନ ନାଗରିକଙ୍କୁ ନୂତନ ପ୍ରେରଣା ସହ ଶକ୍ତି ପ୍ରଦାନ କରିଛି। ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଏକ ସ୍ମାରକୀ ଡାକଟିକଟ ଏବଂ ମୁଦ୍ରାର ଉନ୍ମୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବନ୍ଦେ ମାତରମ୍ 150.in ପୋର୍ଟାଲର ମଧ୍ୟ ଉନ୍ମୋଚନ କରିଛନ୍ତି। ସାଧାରଣ ନାଗରିକ ଜାତୀୟ ଗୀତ ଗାଇବାର ଭିଡ଼ିଓ ଏହି ପୋର୍ଟାଲରେ ଅପଲୋଡ୍ କରିବା ସହ ପ୍ରମାଣପତ୍ର ପାଇପାରିବେ। 1950ରେ କନଷ୍ଟିଚ୍ୟୁଏଣ୍ଟ ଆସେମ୍ବଲି ଦ୍ୱାରା ବନ୍ଦେ ମାତରମ୍କୁ ଜାତୀୟ ସଙ୍ଗୀତ ସହ ସମାନ ଷ୍ଟାଟସ୍ ଦିଆଯାଇଥିଲା। 1870 ଆଡ଼କୁ ସଂସ୍କୃତ ଭାଷାରେ ଲିଖିତ ଏହି ଗୀତ ପ୍ରଥମ ଥର ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ କାଳଜୟୀ ଉପନ୍ୟାସ ଆନନ୍ଦ ମଠରେ 1882ରେ ସ୍ଥାନିତ ହୋଇଥିଲା। ଭାରତୀୟ ଜାତୀୟ କଂଗ୍ରେସର 1896 ଅଧିବେଶନରେ ଅନୁଷ୍ଠିତ ଏକ ରାଜନୈତିକ ସଭାରେ ଏହା ପ୍ରଥମ ଥର ପାଇଁ ଏହି ଗୀତକୁ ବୋଲାଯାଇଥିଲା। ଅଖଣ୍ଡ ଭାରତବର୍ଷର ସ୍ୱପ୍ନ ଦେଖିଥିବା ବଙ୍କିମ ଚନ୍ଦ୍ର ଏହି ଗୀତରେ ଦେଶମାତୃକାକୁ ବନ୍ଦନା କରିଛନ୍ତି। ଭାରତକୁ ମାତା ରୂପରେ ବର୍ଣ୍ଣନା କରାଯାଇଛି। ପରାଧୀନ ଭାରତରେ ଏହି ଗୀତ ଗାଇ ଦେଶବାସୀ ନିଜ ଭିତରେ ଦେଶମାତୃକା ପ୍ରତି ଦେଶାତ୍ମବୋଧକ ଭାବ ଜାଗ୍ରତ କରାଇ ପାରିଥିଲେ। 1896 ମସିହାରେ ଅନୁଷ୍ଠିତ କୋଲକାତା କଂଗ୍ରେସ ଅଧିବେଶନରେ ବିଶ୍ୱକବି ବା କବିଗୁରୁ ରବୀନ୍ଦ୍ରନାଥ ଟାଗୋର ପ୍ରଥମ ଥର ଏହି ଗୀତକୁ ଗାନ କରିଥିଲେ। ସବୁଠାରୁ ବଡ଼ କଥା ହେଲା, ଜାତୀୟ ସଙ୍ଗୀତ ଲେଖିଥିବା ବିଶ୍ୱକବି ପ୍ରଥମେ ହିଁ ଏହି ଜାତୀୟ ଗୀତ ବନ୍ଦେ ମାତରମ୍କୁ କଂଗ୍ରେସ ଅଧିବେଶନରେ ଉପସ୍ଥାପନ କରିଥିଲେ। ବନ୍ଦେ ମାତରମ୍ର ଲୋକପ୍ରିୟତା ଏତେ ଯେ ଏହାକୁ ଜାତୀୟ ସଙ୍ଗୀତ ସହ ତୁଳନା କରାଯାଏ। ପ୍ରଥମେ ଶ୍ରୀ ଅରବିନ୍ଦ ଏହାକୁ ଏକ କବିତା ରୂପରେ ଲେଖିଥିଲେ। ମଦର ଆଇ ପ୍ରେଜ୍ ଦି ନାମରେ ନାମିତ ଏହି କାବ୍ୟ ଖୁବ୍ ପ୍ରସିଦ୍ଧ। ପରେ ପରେ ବଙ୍କିମଙ୍କ ବନ୍ଦେ ମାତରମ୍କୁ ବିଭିନ୍ନ ଭାଷାରେ ଅନୁବାଦ କରାଗଲା। ଏବେ ଏହି ଐତିହାସିକ ଗୀତଟି ଓଡ଼ିଆ, ତାମିଲ, ତେଲୁଗୁ, କନ୍ନଡ଼, ମାଲାୟାଲମ, ଆସାମୀ, ହିନ୍ଦୀ, ମରାଠୀ, ପଞ୍ଜାବୀ, ଉର୍ଦ୍ଦୁ ଓ ଅନ୍ୟ ଭାଷାରେ ଅନୁବାଦ କରାଯାଇଛି। ଉର୍ଦ୍ଦୁରେ ଆରିଫ ମହମ୍ମଦ ଖାନ ଏହାକୁ ଭାଷାନ୍ତର କରିଛନ୍ତି। କନଷ୍ଟିଚ୍ୟୁଏଣ୍ଟ ଆସେମ୍ବଲିରେ କିଛି ମତଭେଦ ଯୋଗୁଁ ଏହି ଗୀତଟିକୁ ଜାତୀୟ ସଙ୍ଗୀତର ମାନ୍ୟତା ପ୍ରଦାନ କରାଯାଇପାରିନଥିଲା। ଫଳରେ ଏହା ଜାତୀୟ ଗୀତର ମାନ୍ୟତା ପାଇଥିଲା। ସେତେବେଳେ ଏହି ଜାତୀୟ ଗୀତ ବନ୍ଦେ ମାତରମ୍ ଖୁବ୍ ଚହଳ ପକାଇଥିଲା। ବ୍ରିଟିଶ ସରକାର ବନ୍ଦେ ମାତରମ୍ ପୁସ୍ତକ ବ୍ୟାନ୍ କରିବା ସହ ଗୀତଟି ସର୍ବସାଧାରଣ ସ୍ଥଳରେ ଗାଇବାକୁ ବାରଣ କରିଥିଲେ। 1901ରେ କୋଲକାତାରେ ବସିଥିବା କଂଗ୍ରେସର ଆଉ ଏକ ଅଧିବେଶନରେ ଦକ୍ଷିଣ ଚରଣ ସେନ ଏହି ଗୀତ ଗାଇଥିଲେ। 1905ରେ ବନାରସ କଂଗ୍ରେସ ଅଧିବେଶନରେ କବି ସରଳା ଦେବୀ ଚୌଧୁରାଣୀ ଏହାକୁ ଗାଇଥିଲେ। ଲାହୋରରୁ ଲାଲା ଲାଜପତ ରାୟ ଏକ ଜର୍ନାଲ ଏହି ନାମରେ ପ୍ରକାଶିତ କରିଥିଲେ। 1905ରେ ହୀରାଲାଲ ସେନ ଭାରତବର୍ଷରେ ପ୍ରଥମ ଥର ଏହି ଗୀତରେ ସରୁଥିବା ଚଳଚ୍ଚିତ୍ର ପ୍ରସ୍ତୁତ କରିଥିଲେ। 1907ରେ ଭିକାଇ ଜିକାମା ଜର୍ମାନୀରେ ଭାରତବର୍ଷର ପତାକା ତ୍ରିରଙ୍ଗାକୁ ପ୍ରସ୍ତୁତ କରି ମଝିରେ ବନ୍ଦେ ମାତରମ୍ ଲେଖିଥିଲେ। ସର୍ବକାଳୀନ 10ଟି ପ୍ରସିଦ୍ଧ ଗୀତର ଏକ ତାଲିକା 2002 ମସିହାରେ BBC ୱାର୍ଲଡ ସର୍ଭିସ ପକ୍ଷରୁ କରାଯାଇଥିଲା। ସେହି ତାଲିକାର ଦ୍ୱିତୀୟ ସ୍ଥାନରେ ବନ୍ଦେ ମାତରମ୍ ସ୍ଥାନିତ ହୋଇଥିଲା। 2017ରେ ମାଡ୍ରାସ ହାଇକୋର୍ଟ ବି ଏକ ଐତିହାସିକ ରାୟ ଶୁଣାଇଥିଲେ। ତାମିଲନାଡୁର ସମସ୍ତ ସ୍କୁଲ, ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟରେ ଅତି କମରେ ସପ୍ତାହକୁ ଥରେ ବନ୍ଦେ ମାତରମ୍ ସମସ୍ତେ ଗାନ କରିବେ ବୋଲି ତାଙ୍କ ରାୟରେ କହିଥିଲେ। ସେହିପରି କୋର୍ଟ କହିଥିଲେ, ସରକାରୀ କାର୍ଯ୍ୟାଳୟ ଓ ଶିଳ୍ପ କ୍ଷେତ୍ରରେ ବି ମାସକୁ ଥରେ ବନ୍ଦେ ମାତରମ୍ ଗାନ କରାଯିବା ଉଚିତ। ସମାଜର ପ୍ରତ୍ୟେକ ବର୍ଗର ନାଗରିକଙ୍କୁ ମାତୃଭୂମି ପ୍ରତି ରହିଥିବା ଭାବନାକୁ ପରିପ୍ରକାଶ କରିବାରେ ଏହି ଅଭିଯାନ ଏକ ମଞ୍ଚ ପ୍ରଦାନ କରିବ। ଆସନ୍ତୁ ଜାତୀୟ ଗୀତକୁ ସମ୍ମାନ ଦେବା ସହିତ ଭାରତୀୟ ନାଗରିକ ଭାବେ ଆମର ସ୍ୱାଭିମାନ, ଦେଶପ୍ରୀତି ଏବଂ ସମନ୍ୱୟ ଭାବକୁ ଏକତ୍ରିତ ହୋଇ ପାଳନ କରିବା।